ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ଆଗାମୀ 44 ଦିନରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ। ଆଗାମୀ 44 ଦିନ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ବଡ଼ ଉତ୍ପନ୍ନ ପ୍ରାପ୍ତ ହେବ। ମଙ୍ଗଳ ଗ୍ରହ ଆପଣଙ୍କ ସ୍ଥିତି ବଦଳାଇ ଦେବେ। ଏଯାଏଁ ଯେଉଁ କଷ୍ଟ ଆପଣ ସହୁଥିଲେ ତାହାର ଅନ୍ତ ହେବାକୁ ଯାଉଛି। ପ୍ରତ୍ୟେକ ଗ୍ରହ ଦୃଷ୍ଟି ଆପଣଙ୍କୁ ଶୁଭ ଫଳ ମିଳିବ। ଭାଗ୍ୟର ସାଥ ପାଇବେ। ଏହି ସମୟରେ ଆପଣ ନିଜର ଲକ୍ର ପରୀକ୍ଷା କରିପାରିବେ। ଆପଣଙ୍କ ଜୀବନରେ ସ୍ଥିତି ଏମିତି ଆସୁଛି କି କର୍ମ କ'ଣ ଫଳ ଅଧିକ ରହୁଛି। ମଙ୍ଗଳଙ୍କ କୃପା ଆପଣଙ୍କୁ ଏମାନେ ସର୍ବଦା ପରିଶ୍ରମୀ କରିବାକୁ ଉତ୍ତପ କରିଥାନ୍ତି। ଗୋଟେ ସ୍ଥାନରେ କେବେ ବି ଏମାନେ ଅଟକି ରୁହନ୍ତି ନାହିଁ। ପୁନର୍ଭାବରେ କାର୍ଯ୍ୟରେ ଏମାନେ ସ୍ଥିର ରହିଥାନ୍ତି। ବ୍ୟାପାର କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆସୁଛି। ଧାର୍ମିକ କାମରେ ଉପଲବ୍ଧ ନିଶ୍ଚୟ ଅଟେ। ରାଜନୀତି କ୍ଷେତ୍ରରେ ଆଗ୍ରହୀ ଥିଲେ ସମୟ ଭଲ ଅଛି। ମଙ୍ଗଳଙ୍କ କୃପା କାରଣରୁ ରୂପେଶନ ସର୍ଭିସରେ ଆଶା ଥିବା ଭଲ ଚାକିରି ମିଳିପାରେ। ଖେଳକୁଦ କ୍ଷେତ୍ରରେ ଥିବା ଜାତକଙ୍କ ପାଇଁ ସମୟ ଶୁଭ ହେବ। ନାମ ଓ ଧନ ରୋଜଗାର କରିବାର ଅନେକ ସୁଯୋଗ ପ୍ରାପ୍ତ ହେବ। ଆତ୍ମବିଶ୍ୱାସ ସ୍ୱାଭିମାନ ଆପଣଙ୍କୁ ଉଚ୍ଚ ସ୍ଥାନକୁ ପ୍ରାପ୍ତ କରାଇବ। ଯେଉଁ ବି ଜାତକ ଭଲ ଚାକିରି ଅପେକ୍ଷାରେ ଅଛନ୍ତି ତାହା ପୂରଣ ହେବ। ବିଦେଶରେ ଯାତ୍ରା ଆପଣଙ୍କ ମନେ ରଖିବା ଭଳି ସାବ୍ୟସ୍ତ ହେବ। ଯେଉଁମାନେ ବିବାହର ଅପେକ୍ଷାରେ ଅଛନ୍ତି ଜନ୍ମଭୂମି ଠାରୁ ଭଲ ପ୍ରସ୍ତାବ ଆସିପାରେ। ଏହି 44 ଦିନ ମଧ୍ୟରେ ଆପଣଙ୍କ ସ୍ୱପ୍ନ ପୂରଣ ହୋଇପାରେ। ଆପଣ ସାମାନ୍ୟ କ୍ରୋଧୀ ପ୍ରକୃତିର କରିପାରନ୍ତି, କିନ୍ତୁ ଏହା ଆପଣଙ୍କ ପାଇଁ କ୍ଷତିକାରକ ନୁହେଁ। ଆପଣ ନିଜ ସ୍ୱଭାବରେ ପରିବର୍ତ୍ତନ କରନ୍ତୁ। ଭାଇମାନଙ୍କ ସହ ମନାନ୍ତର ସ୍ଥିତି ହୋଇପାରେ। ତେଣୁ ନିଜର ବ୍ୟକ୍ତିଙ୍କ ସହ କଥା ହେବା ସମୟରେ କଥା କହିବାର ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ। ଅନ୍ୟ କିଛି ସମସ୍ୟା ରହୁନାହିଁ ଯାହା ଆପଣଙ୍କୁ ଏହି ସମୟରେ ଭୋଗିବାକୁ ପଡ଼ିପାରେ। ନିଜ ପାଇଁ ଘର ତିଆରି କରିବାକୁ ଚାହୁଁଛନ୍ତି, ଗୃହ ଅନୁକୂଳ କରିବାକୁ ଚାହୁଁଛନ୍ତି, ସମୟ ଅତ୍ୟନ୍ତ ଶୁଭ ରହିବ। ସବୁ ନିଷ୍ପତ୍ତି ସଠିକ୍ ରହିବ। ପ୍ରତ୍ୟେକ କାମରେ ସଫଳ ହେବେ। ମଙ୍ଗଳଙ୍କ ରାଶି ବିଦ୍ୟାର୍ଥୀଙ୍କ ପାଇଁ ଭଲ ରହିବ। ଆପଣଙ୍କୁ ସୁସ୍ଥ ଶରୀର ମିଳିବ। ପଢ଼ାରେ ମନ ଲାଗିବ। ମିତ୍ରମାନଙ୍କ ସହ ଯୋଗ ପ୍ରାପ୍ତ ହେବ, କିନ୍ତୁ ନିଜ ବାଣୀ ଉପରେ ସଂଯମ ରଖନ୍ତୁ। ମଙ୍ଗଳ ମଧ୍ୟମ ସ୍ଥିତିରେ ଆସୁଛନ୍ତି, ସେଥିପାଇଁ ବହୁତ ପ୍ରକାର ଲାଭ ଦେଖିବାକୁ ମିଳିବ। ମଙ୍ଗଳବାରରେ ହନୁମାନଜୀଙ୍କୁ ସିନ୍ଦୁର ଚଢ଼ାନ୍ତୁ। ଦେଖିବେ ଆପଣଙ୍କର ଆହୁରି ଶୁଭ ହେବ। ଭିଡ଼ିଓଟି ଯଦି ଭଲ ଲାଗିଥିବ ଭିଡ଼ିଓକୁ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରି ସେୟାର କରିଦିଅନ୍ତୁ।